ସାମ୍ବାଦିକ ସୁରକ୍ଷା ଓ ଭତ୍ତା ଦାବିକୁ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ସାମ୍ବାଦିକ ସଂଘ। ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ଅବସରକାଳୀନ ଭତ୍ତା ଏବଂ ସାମ୍ବାଦିକ ଭବନ ନିର୍ମାଣ ପାଇଁ ଏସ୍ୟୁଜେ ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ନାୟକ ଆହ୍ୱାନ କ୍ରମେ ଆଜି ସାରା ରାଜ୍ୟରେ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଷ୍ଟେଟ୍ ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟ ଏସ୍ୟୁଜେ ଓଡ଼ିଶା ଅନୁବନ୍ଧିତ କଟକ ଜିଲ୍ଲା ସାମ୍ବାଦିକ ସଂଘ ଜାକ୍ର ସଭାପତି ରମେଶ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର କଟକ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ବିଭିନ୍ନ ସମୟରେ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ବଢ଼ି ଚାଲିଛି, ତେଣୁ କାର୍ଯ୍ୟକ୍ଷେତ୍ରରେ ବାଧା ସୃଷ୍ଟି ହେଉଛି। ନିରପେକ୍ଷ ଖବର ପ୍ରକାଶ ଉପରେ ବିଭିନ୍ନ ସମୟରେ ସାମ୍ବାଦିକମାନେ ଅସାମାଜିକ ବ୍ୟକ୍ତି ଓ ରାଜନେତାଙ୍କର ଆକ୍ରୋଶର ଶିକାର ହେଉଛନ୍ତି। ତେଣୁ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଉପରେ ସଂଘ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ସରକାର ରାଜ୍ୟର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ବହୁ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରିବା ସହିତ ସବୁ ବର୍ଗଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଅପରପକ୍ଷେ ସରକାରଙ୍କ ଜନକଲ୍ୟାଣ ଯୋଜନା ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ିକୁ ସାମ୍ବାଦିକମାନେ ଅନବରତ ଗଣମାଧ୍ୟମରେ ପ୍ରକାଶ କରିଚାଲିଛନ୍ତି। ହେଲେ ସାମ୍ବାଦିକମାନଙ୍କୁ ଭତ୍ତା ଓ ଅବସର ନେଇଥିବା ସାମ୍ବାଦିକମାନଙ୍କୁ ମାସିକ ପେନ୍ସନ୍ ପ୍ରଦାନ କରିବାରେ ସରକାର ଅବହେଳା ପ୍ରଦର୍ଶନ କରୁଛନ୍ତି। ରାଜଧାନୀ ଭୁବନେଶ୍ୱରରେ ସାମ୍ବାଦିକମାନଙ୍କ ସମସାମୟିକ ରହିବା ନିମନ୍ତେ ସାମ୍ବାଦିକ ବାସଭବନ ନିର୍ମାଣ ପାଇଁ ମଧ୍ୟ ଦାବି କରାଯାଇଛି। ଏହି ଦାବିପତ୍ର ପ୍ରଦାନ ସମୟରେ ସାଧାରଣ ସମ୍ପାଦକ ଗୌରଚନ୍ଦ୍ର ସାହୁ, ସମ୍ପାଦକ ଶିଶିର କୁମାର ଦାସ, କୋଷାଧ୍ୟକ୍ଷ ବିଷ୍ଣୁ ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୂର୍ଯ୍ୟନାରାୟଣ ସାହୁ, ରାଜ୍ୟ ଯୁଗ୍ମ ସଂଗଠନ ସମ୍ପାଦକ ଟୁନା ଜେନା, ରାଜ୍ୟ ଯୋଗାଯୋଗ କାର୍ଯ୍ୟନିର୍ବାହକ ଶଶିଭୂଷଣ ଷଡ଼ଙ୍ଗୀ, ଜଗତବଲ୍ଲଭ ନନ୍ଦ, ହେମନ୍ତ କୁମାର ଦାସ, ସୂର୍ଯ୍ୟନାରାୟଣ ଦାସ, ସାମ୍ବାଦିକା ସୁଜାତା ଗୋସ୍ୱାମୀ, ପୂର୍ଣ୍ଣାଙ୍ଗୁ ନାୟକ, ଫିରୋଜ ବେହେରା ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।